ଚାଲି ନ ଜାଣି ବାଟର ଦୋଷ ଯାହା ଇଏ ସେ ଆମେ ଯେତେବେଳେ ଓଡ଼ିଶାବାସୀ ତୁମକୁ କ୍ଷମତା ଅର୍ପଣ କରିଛନ୍ତି ସମସ୍ୟାର ସମାଧାନ କରିବା ପାଇଁ କିଏ ମତେଇଲେ ମଧ୍ୟ କିଏ ପ୍ରବର୍ତ୍ତାଇଲେ ମଧ୍ୟ ସିଏ କାଟୁ କରିବ ନାହିଁ ଯଦି ସିଏ ଯୋଉ ତାଙ୍କର ଦାବି ନ୍ୟାୟସଙ୍ଗତ ହେଇଥିବ ଏବଂ ତାହାର ସମାଧାନ ଯେହେତୁ ଏମାନେ ସରକାରରେ ଅଛନ୍ତି ରାଜସ୍ୱ ମନ୍ତ୍ରୀ ସରକାରରେ ଅଛନ୍ତି କିଭଳି ସମାଧାନ ହବ ସେଇଟା ହେଲା ତାଙ୍କର ଦାୟିତ୍ୱ ଏବଂ ତାଙ୍କ ପାଖରେ ସେଇଠି ପ୍ରତି ସେ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ କାରଣ ରାଜସ୍ୱ ବିଭାଗ ଗୋଟେ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଭାଗ ତେଣୁ ଏଥିପାଇଁ ଅନ୍ୟ ଉପରେ ଦୋଷ ଲଦିବା ଦୋଷାରୋପ କରିବା ଅନ୍ୟ ଦଳ ରାଜନୈତିକ ଦଳ ଉପରେ ଇଏ ଠିକ କଥା ନୁହଁ ବରଂ ସମସ୍ୟା କେମିତି ସମାଧାନ ହବ ଅନ୍ୟମାନଙ୍କ ସହିତ ପରାମର୍ଶ କରି ତାକୁ ତୁଟେଇବାର ଆବଶ୍ୟକତା ଅଛି ତେଣୁ ସରକାର ତ ଲୋକଙ୍କ ସରକାର ସେମାନେ ଦାବି କରୁଛନ୍ତି ଲୋକଙ୍କ ସରକାର ତେଣୁ ଲୋକଙ୍କ କଲ୍ୟାଣ ପାଇଁ ରାଜସ୍ୱ ବିଭାଗର ଅଧିକାଂଶ ସାଧାରଣ ଲୋକଙ୍କର ବି ଅଛି ଯୋଉଟେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମରେ ସେ ରେକର୍ଡ ପ୍ରାଇଜ ROR କାଗଜପତ୍ର ହଉ ଇଏ କରୁ ମ୍ୟୁଟେସନ ହଉ ବା ଯୋଉ ସାର୍ଟିଫିକେଟ ସବୁ ମାନଙ୍କ ଇଏ ତେଣୁ ଏଇଟା ମୁଁ ଭାବୁଛି ରାଜସ୍ୱ ମନ୍ତ୍ରୀ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଅନ୍ୟ ଉପରେ ଦୋଷାରୋପ କରି କିଛି ଲାଭ ନାହିଁ।